2026-27 ଋତୁ ପାଇଁ ଖେଳ ସୂଚୀ ଜାରି କଲା ବିସିସିଆଇ। ବାରବାଟୀରେ ବି ଖେଳାଯିବ ଟି20 ମ୍ୟାଚ୍। ଜି ହଁ ଦର୍ଶକ ବନ୍ଧୁ, ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ବିସିସିଆଇ ପକ୍ଷରୁ 2026-27 ଋତୁ ପାଇଁ ଭାରତୀୟ ଘରୋଇ କ୍ରିକେଟ ଖେଳସୂଚୀ ଜାରି କରିଛି। ଏହି ଋତୁରେ ଭାରତ ମୋଟ 22ଟି ମ୍ୟାଚ୍ ଖେଳିବ। କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତା ଡିସେମ୍ବର 24ରେ ଭାରତ ଶ୍ରୀଲଙ୍କା ମଧ୍ୟରେ ଏକ ଟି20 ମ୍ୟାଚ୍ ଖେଳାଯିବ। ଭାରତୀୟ ଦଳ ଖେଳିବାକୁ ଥିବା ମୋଟ 22ଟି ମ୍ୟାଚ୍ ମଧ୍ୟରୁ 5ଟି ଟେଷ୍ଟ, 9ଟି ଦିନିକିଆ ଏବଂ 8ଟି ଟି20 ମ୍ୟାଚ୍ ରହିଛି। ଟିମ୍ ଇଣ୍ଡିଆର ଘରୋଇ ଋତୁ ୱେଷ୍ଟଇଣ୍ଡିଜର ଭାରତ ଗସ୍ତରୁ ଆରମ୍ଭ ହେବ। ସେପ୍ଟେମ୍ବର 27ରୁ ଥିରୁଅନନ୍ତପୁରରେ ଆରମ୍ଭ ହେବାକୁ ଥିବା ଦିନିକିଆ ମ୍ୟାଚ୍ରୁ ଏହି ଗସ୍ତ ଆରମ୍ଭ ହେବ ଓ ଅକ୍ଟୋବର 17ରେ ବେଙ୍ଗାଲୁରୁରେ ଟି20 ଶେଷ ହେବ। ଏଥିରେ 3ଟି ଦିନିକିଆ ଏବଂ 5ଟି ଟି20 ରହିଛି। ଏହାପରେ ଶ୍ରୀଲଙ୍କା ଦଳ ଡିସେମ୍ବର 14ରୁ 27 ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତ କରି 3ଟି ଲେଖାଏଁ ଦିନିକିଆ ଏବଂ ଟି20 ଖେଳିବ। ଏହା ମଧ୍ୟରେ ଡିସେମ୍ବର 24ରେ କଟକରେ ଟି20 ଅନ୍ତର୍ଭୁକ୍ତ ରହିଛି। ଜାନୁଆରୀ 2027ରେ ଜିମ୍ବାୱେ ଦଳ ଭାରତ ଗସ୍ତ କରି 3ଟି ଦିନିକିଆ ଖେଳିବ। ସେହି ମାସ 27ରୁ ଅଷ୍ଟ୍ରେଲିଆ ଦଳ ଗୁରୁତ୍ୱପୂର୍ଣ୍ଣ ଭାରତ ଗସ୍ତ ଆରମ୍ଭ ହେବ, ଯାହାକି ମାର୍ଚ୍ଚ 3 ପର୍ଯ୍ୟନ୍ତ ଚାଲିବ। ଏହି ଗସ୍ତ କାଳରେ ଅଷ୍ଟ୍ରେଲିଆ 5ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଜି ହଁ ଦର୍ଶକ ବନ୍ଧୁ, ଭାରତୀୟ ଟିମ୍ର 2026-27 ପାଇଁ ବିସିସିଆଇ ତରଫରୁ ଖେଳସୂଚୀ ବା କ୍ୟାଲେଣ୍ଡର ଘୋଷଣା କରାଯାଇଛି। ଏହା ମଧ୍ୟରେ ଓଡ଼ିଶା ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଜି ହଁ ଦର୍ଶକ ବନ୍ଧୁ, କାରଣ ଡିସେମ୍ବର 24ରେ ଭାରତ ଶ୍ରୀଲଙ୍କା ମଧ୍ୟରେ ଏକ ଟି20 ଧମାକେଦାର ମ୍ୟାଚ୍ ଆପଣମାନେ ଭାରତର ଓଡ଼ିଶାର ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ପାଇବେ। ଜି ହଁ ଦର୍ଶକ ବନ୍ଧୁ, ପୁଣି ଏକ ଟି20 ମ୍ୟାଚ୍ ବାରବାଟୀରେ ହେବାକୁ ଯାଉଛି। ଆସନ୍ତା ବର୍ଷ ମଧ୍ୟ ଭାରତ ସାଉଥ ଆଫ୍ରିକା ମଧ୍ୟରେ ଟି20 ମ୍ୟାଚ୍ ଦେଖିବାକୁ ମିଳିଥିଲା ବା ସଫଳ ଭାବରେ ଆୟୋଜନ ହୋଇଥିଲା। କିନ୍ତୁ ବ୍ୟାକ୍ ଟୁ ବ୍ୟାକ୍ ପୁଣି ଗୋଟିଏ ବର୍ଷ ମଧ୍ୟରେ ପୁଣି ଓଡ଼ିଶାରେ କ୍ରିକେଟ ମ୍ୟାଚ୍ ମାନେ ଟି20 ଦର୍ଶକମାନେ ଆପଣ ଦେଖିବାକୁ ପାଇବେ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏକ ଟି20 ମ୍ୟାଚ୍ 24 ଡିସେମ୍ବରରେ ଖେଳାଯିବ। ଜି ହଁ ଦର୍ଶକ ବନ୍ଧୁ, ତ ଇଏ ଥିଲା ଏକ ବଡ଼ ଅପଡେଟ୍ ଯାହା ଭାରତୀୟ ଟିମ୍କୁ ନେଇ ଓଡ଼ିଶା କ୍ରିକେଟକୁ ନେଇ ଆସିଥିବା ଅପଡେଟ୍ ମୁଁ ଆପଣମାନଙ୍କୁ ଜଣାଇଲି। ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍ କରିବେ ଆଉ ज़्यादा ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ କଣ୍ଟେଣ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ ସ୍ମାଇଲ୍ ବଡ୍ କ୍ରିକେଟରେ ଆପଣମାନେ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି, ଦେଖା ହେବ କାଲି ଏମିତି ଏକ ନୂଆ ଭିଡ଼ିଓରେ। ସେତେବେଳେ ଟେକ୍ କେୟାର, ଜୟ ଜଗନ୍ନାଥ।